ବନ୍ୟା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଭଦ୍ରକ ଜିଲ୍ଲା ବର୍ତ୍ତମାନ ବନ୍ୟା ଘେରରେ ରହିଛି। ପ୍ରଶାସନ ଯେଉଁଭଳି ଅବସ୍ଥାରେ ଆମେ ବର୍ତ୍ତମାନ ଘଟପୁର ଆମେ ବର୍ତ୍ତମାନ ରତନୀ ଆପଣଙ୍କର ଜୟନ୍ତୀ ହେଙ୍ଗୁପତି ମହାନ୍ତି ସାହି ଆମେ ବର୍ତ୍ତମାନ ସବୁ ବୁଲୁଛୁ। ଆମେ ଘଟପୁର ପଞ୍ଚାୟତର ବାବୁଲି ଭାଇ ଅଛନ୍ତି, କାଳି ଭାଇ ଅଛନ୍ତି, ସମସ୍ତେ ଆମେ ବୁଲିବୁ। ବର୍ତ୍ତମାନ ଲୋକଙ୍କ ୟା ପୂର୍ବରୁ ଆମେ ଗୋଟେ ଫେଜ୍ରେ ଯାହା ଆମ ପାରୁ ପର୍ଯ୍ୟନ୍ତ ରିଲିଫ୍ ଦେଇଥିଲୁ, ବର୍ତ୍ତମାନ ଆଉ ଗୋଟେ ଫେଜ୍ରେ ଆମେ ବୁଲିବା ଷ୍ଟାର୍ଟ କରିବୁ। ପ୍ରଶାସନକୁ କହିବା ପାଇଁ ଚାହୁଁଛୁ ତାଙ୍କର ଯେଉଁ ନୋଡାଲ ଟିମ୍ ଏବଂ ତାଙ୍କର ଯେଉଁ ରୋଷେଇ କରିକି ରନ୍ଧା ଖାଦ୍ୟ ଦେବା କ'ଣ ପରିସ୍ଥିତି ବର୍ତ୍ତମାନ କେହି ଅଫିସର ଏଠି ପଞ୍ଚାୟତରେ କିମ୍ବା ତଳେ ଅଛନ୍ତି କି ନାହିଁ ଗଲେ ଜଣା ପଡ଼ିବ। ବର୍ତ୍ତମାନ ଆମେ ବୁଲିବା ଷ୍ଟାର୍ଟ କରିଛୁ। ମୋର ପ୍ରଶାସନକୁ ଅନୁରୋଧ ରହିବ ଦଳ ବର୍ତ୍ତ ନିର୍ବିଶେଷରେ ସେ ଗୋଟେ କାମ କରନ୍ତୁ, ଯେଉଁମାନେ କ୍ଷତିଗ୍ରସ୍ତ ହେଇଛନ୍ତି ସେମାନଙ୍କୁ ପୁରା ଟିମ୍ ତାଙ୍କର ଗୋଟେ ବ୍ଲକ ମାଧ୍ୟମରେ ବ୍ଲକ ବିଡିଓ ହଉ ତହସିଲଦାର ହଉ ତାଙ୍କ ମାଧ୍ୟମରେ ଗୋଟେ ଟିମ୍ କାମ କରିବା ଦରକାର। ଦେଖନ୍ତୁ ପହରଦିନ ରାତିରେ ବିଡିଓଙ୍କୁ ବର୍ତ୍ତମାନ ରିଲିଫରୁ ଆଉଟ୍ କରିଦେଇଛନ୍ତି, ତହସିଲଦାରଙ୍କୁ ଦାୟିତ୍ୱ ଦେଇଛନ୍ତି। ତହସିଲଦାର ଯିଏ ଆପଣଙ୍କର ତେନ୍ତୁଳିଡିହ ପଞ୍ଚାୟତର ଯିଏ ରିଲିଫ ପାଲ ଦେଇପାରିଲେ ନାହିଁ ତାଙ୍କୁ ବର୍ତ୍ତମାନ ରିଲିଫ ଚାର୍ଜ ଜିଲ୍ଲାପାଳ ଦେଇଛନ୍ତି ତାଙ୍କୁ ଦାୟିତ୍ୱ। ସେ କେତେ ଦୂର ତାକୁ କରିପାରିବେ ନ କରିପାରିବେ ସମୟ କହିବ, କିନ୍ତୁ ଲୋକ ଦୁଃଖ ଦୁର୍ଦ୍ଦଶା ଏତେ ବଢ଼ିଯାଇଛି। 5 ବର୍ଷ 10 ବର୍ଷ ତଳକୁ ଫେରି ଯାଇଛନ୍ତି। ବର୍ତ୍ତମାନ ଯାହା ଅନେଶତ ବନ୍ୟା ପରେ ଦୁଇଟି ବନ୍ୟା ଆସିଲା ପରେ ଆହୁରି ଗୋଟେ ବନ୍ୟା ଆସିବାର ସମ୍ଭାବନା ବୋଲି କହୁଛି। ଭଗବାନ ସେମିତି ନ କରନ୍ତୁ। ଚାନ୍ଦବାଲିବାସୀ ବହୁତ ଦୁଃଖରେ ଅଛନ୍ତି। ଭଗବାନ କେବଳ ସାହା ଭରସା, ଜଗନ୍ନାଥ କେବଳ ସାହା ଭରସା। ଏ ପ୍ରଶାସନ ପୁରା ଫେଲର ହେଇଯାଇଛି। ଏ ସିଷ୍ଟମଟାକୁ କ୍ୟାରି କରିପାରୁନାହାନ୍ତି। ସେ ଜାଣିପାରୁନାହାନ୍ତି କେତେ ପାଣି କେଉଁ ପାଣି ଆସିବ କ'ଣ ହେବ, ତାଙ୍କ ସିଷ୍ଟମଟାକୁ କ୍ୟାରି କରିପାରୁନାହାନ୍ତି। କେତେ ପାଣି ଅଛି ତଳେ ଆଉ କେତେ ପାଣି ଆମେ ଛାଡ଼ିବୁ, କ'ଣ ଘାଇ ଭାଙ୍ଗୁଛି ଆପଣ ଦେଖୁଥିବେ। ଦିନ ରାତି ଯେଉଁ ଅବସ୍ଥାରେ ଲୋକ ପଡ଼ିକି ରହିଛନ୍ତି, ଲୋକଙ୍କ ପାଖରେ ପହଞ୍ଚିବା ମାନେ ପ୍ରଶାସନ ପାଇଁ ବହୁତ ଅସୁବିଧା ହେଇଯାଇଛି। ସେ କହୁଛନ୍ତି ଆମେ ଚିଠା କରିକି କାହାକୁ ପାଲ ଦେବୁ, ସେମିତି ନାହିଁ। ଦେଖନ୍ତୁ କେଉଁ ଅବସ୍ଥାରେ କିଏ ଅଛି ତାକୁ ଦେଇଦିଅନ୍ତୁ। କ'ଣ ଅଛି, ସିଏ ସରକାର ପଇସା ଆମ ପଇସା ତାକୁ ଦେଇଦେଲେ କ'ଣ ଭାସିଯିବ। ସିଏ କହୁଛନ୍ତି ଗୋଟେ ଚିଠା କରିକି ପଞ୍ଚାୟତ ଲେବୁଲ ଗାଁ ଲେବୁଲରେ ତାଙ୍କର ୱାର୍ଡ ମେମ୍ବର ତାଙ୍କ ସରପଞ୍ଚକୁ କହିକି କରିବେ, ସେମିତି ହେଇପାରିବନି। ଲୋକ ବହୁତ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ସେ ବିଷୟରେ କହିବାର କାରଣ ଆମର ଯିଏ ମାନ୍ୟବର ସାଂସଦ ଯିଏ ମନମୋହନ ସାମଲ ରାଜ୍ୟ ସଭାପତି ଅଛନ୍ତି, ମୁଁ ଭାବୁଛି ତାଙ୍କ ପାରିବା ପଣିଆ ପ୍ରତି ବର୍ତ୍ତମାନ ତାଙ୍କର ପ୍ରଶ୍ନବାଚୀ ହେଇଛି। ଯେତେବେଳେ ସେ ଧାମନଗର ଆସୁଛନ୍ତି, ତିହିଡ଼ି ଆସୁଛନ୍ତି, ଏଠୁ 5-10 କିଲୋମିଟର ଆସିଥିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀକି ଆସିପାରିଥାନ୍ତେ। ଏଠି ଚାନ୍ଦବାଲି ପାଖର ଏଠି ଅଛି, ଚାନ୍ଦବାଲି ଆସିପାରିଥାନ୍ତେ, ଆସିପାରିଲାନି। ଆମେ ସାବତ ପୁଅ, ଆମେ ସାବତ ମାର ପୁଅ। ତେଣୁ କରିକି ପ୍ରଶାସନ ମନମୋହନ ସାମଲ ନିଜେ ଫେଲର। ମନମୋହନ ସାମଲ ତ ଗ୍ରାଉଣ୍ଡ ଜିରୋକୁ ଯାଇନାହାନ୍ତି, ରାସ୍ତା କଡ଼କୁ ଯାଇନାହାନ୍ତି। ସିଏ ମୁଖ୍ୟମନ୍ତ୍ରୀଙ୍କୁ ଆଣିକି ହେଲିକପ୍ଟର ଯଦି ବୁଲେଇ ପାରିଥାନ୍ତେ ଚାନ୍ଦବାଲିବାସୀ ଆଜି ଖୁସି ହେଇଥାନ୍ତେ। ଚାନ୍ଦବାଲିବାସୀ ତାଙ୍କୁ ଭୋଟ ଦେଇଥିଲେ, ପ୍ରତିନିଧିତ୍ୱ କରିଛନ୍ତି, କିନ୍ତୁ ଦୁଃଖ ଲାଗୁଛି, ଦୁଃଖ ପରିତାପର ବିଷୟ। ମନମୋହନ ସାମଲ ସେଇଠୁ ମୁଖ୍ୟମନ୍ତ୍ରୀଙ୍କୁ ଫେରାଇ ନେଲେ ପୂର୍ବ ନିର୍ବାଚନ ମଣ୍ଡଳୀ ଧାମନଗର ନିର୍ବାଚନ ମଣ୍ଡଳୀରୁ ଫେରିଗଲେ, କିନ୍ତୁ ଚାନ୍ଦବାଲିକି ଆସିପାରିଲେନି। ଦୁଃଖ ତ ଟଙ୍କା ସାଂକ୍ସନ କରିଛନ୍ତି, 1000 କୋଟି ଟଙ୍କା କେତେବେଳେ ପହଞ୍ଚିବ, କୋଉଠି ପହଞ୍ଚିବ, କୋଉ ମୁହୂର୍ତ୍ତରେ ପହଞ୍ଚିବ। ସରପଞ୍ଚ ମାନେ ଆଗେ ରନ୍ଧା ଖାଦ୍ୟ ଦେବେ, ତାଙ୍କର ପଇସା ପହଞ୍ଚୁଛି ନା ନାହିଁ ସେ ଗୋଟେ କୁହନ୍ତୁ। କେତେଟା ପଞ୍ଚାୟତ, କେତେଟା ଗାଁ, କେତେଟା ଘର ଭାଙ୍ଗିଛି, ତାଙ୍କ ପାଖରେ ରିପୋର୍ଟ ଅଛି କି ନାହିଁ? ଆପଣଙ୍କ ପାଖରେ ଯେତିକି ରିପୋର୍ଟ ଅଛି ତାଙ୍କ ପାଖରେ ସେତିକି ରିପୋର୍ଟ ନାହିଁ। ନା ଏଟା ଦୁର୍ଭାଗ୍ୟ କଥା। ଏଭଳି ହଉନଥିଲା ଇତିହାସରେ। ଏ 2 ବର୍ଷ ସରକାର ଭିତରେ ଏମାନେ ଫେଲର ରହିଛନ୍ତି। ସରକାର ପୁରା ଫେଲର ରହିଛି। ଏ ପ୍ରଶାସନ ମଧ୍ୟ ଫେଲର ରହିଛି। ଇଏ ଗ୍ରାଉଣ୍ଡ ଜିରୋକୁ ଯାଉନାହାନ୍ତି, ତଳକୁ ଯାଉନାହାନ୍ତି। ଦେଖୁଥିବେ ଆମେ କେତେ ପାଣିରେ ବର୍ତ୍ତମାନ ପଶିକି ଲୋକଙ୍କ ପାଖକୁ ସମସ୍ୟା ବୁଝିବା ପାଇଁ ଯାଉଛୁ। 200 ଗ୍ରାମ ଚୂଡ଼ା ଦେଇଦେଲେ କିମ୍ବା କ'ଣ ଦେଇଦେଲେ ଚଳିବ ନାହିଁ। ମୋର କହିବା କଥା ଦଳବତ ନିର୍ବିଶେଷରେ ସମସ୍ତଙ୍କୁ ଡାକନ୍ତୁ, ଡାକିକି ସମସ୍ତଙ୍କୁ କୁହନ୍ତୁ କାହା ଘର ଭାଙ୍ଗିଛି ତାକୁ ଦେଇଦିଅନ୍ତୁ। ତାପରେ ଲିଷ୍ଟ ହବ କ'ଣ ହବ କ'ଣ ନାହିଁ। ପାଲ ଖଣ୍ଡେ ଦେବା ପାଇଁ 500-600 ଟଙ୍କାକୁ ଆପଣ ଗୋଟେ ଦିନ ଲଗେଇଦେବେ, 2 ଦିନ ଲଗେଇଦେବେ, ପାଲ ଲାଇନ ଗୋଟା ଚାଲିବ, ସିଏ ଗୋଟା ସିଷ୍ଟମ ଚାଲିବ। ଏମିତି ହବା ଦ୍ୱାରା ପ୍ରଶାସନ ପୁରା ଫେଲର ହେଇଛି। ଖାଲି ଏସି ରୁମ୍ରେ ବସିକି ତାକୁ ଇଏ କରୁଛନ୍ତି। ଜିଲ୍ଲାପାଳ ମଧ୍ୟ ଆସିକି ଖାଲି ଦେଖିକି ଯାଇଥିଲେ ପୂର୍ବ ବନ୍ୟାରେ। ତାକୁ ଗ୍ରାଉଣ୍ଡ ଜିରୋ ତାକୁ ମାପକାଠିରେ ସମସ୍ତଙ୍କୁ ନେଇକି କାମ କରନ୍ତୁ, ସର୍ବଦଳୀୟ ନେଇକି କାମ କରନ୍ତୁ। ସମସ୍ତଙ୍କୁ ନେଇକି, ଯିଏ ବିଧାୟକ ହାରିଛି ତାକୁ ନିଅନ୍ତୁ, ବିଧାୟକ ଯିଏ ଜିତିଛି ତାକୁ ନିଅନ୍ତୁ। ସବୁ ଦଳର ଲୋକଙ୍କୁ ନେଲେ ମୁଁ ଭାବୁଛି ବନ୍ୟାଟା ସମସ୍ତେ ତାକୁ ସମାନ ଆଖିରେ ଦେଖି ହେବ, ସମସ୍ତଙ୍କୁ ଲୋକଙ୍କୁ ନ୍ୟାୟ ମିଳିବ।